ସୁନ୍ଦରଗଡ଼ ଦଲ୍ଲିପାଲି ପାୱାର ପ୍ଲାଣ୍ଟର ଆସ ସମସ୍ୟାକୁ ନେଇ ଦେଖାଦେଇଛି ବ୍ୟତିକ୍ରମ। ଏବେ 1600 ମେଗାୱାଟ ଚାଲିଥିବା ବେଳେ ସେଥିରୁ 800 ଟନ୍ ଆସ ବାହାରୁଥିବା ଆକଳନ ରହିଛି। ତାକୁ ସ୍ଥାନାନ୍ତରଣ ପ୍ରଶାସନର ଅପାରଗତା ପାଇଁ ପରିବେଶ ଦୂଷିତ ହେବାରେ ଲାଗିଛି। ତା ସହିତ ଆଗାମୀ ଦିନରେ 2400 ମେଗାୱାଟ ଚାଲିଲେ ସେଥିରେ 1600 ଟନ୍ରୁ ଅଧିକ ବାହାରିଥିବାର ଆକଳନ କରିଛି, ଯାହାର ସମାଧାନ ସପକ୍ଷରେ ପ୍ରଶାସନ ନଥିବା ଦେଖିବାକୁ ମିଳିଛି। ସମାଜସେବୀ ଡାକ୍ତର ହିମାଂଶୁ ଶେଖର ସଡ଼କୀଙ୍କ ମତ ଅନୁସାରେ ଯେଉଁ କୋଇଲା ବୋଝେଇ ଟ୍ରକ୍ ଯେତେ କୋଇଲା ବୋଝେଇ କରି ଆସୁଥିବା ବେଳେ ସେ ଟ୍ରକ୍ ଯଦି ଆସ ନେଇ କୋଇଲା ଆଣିଥିବା ଜାଗାରେ ଡମ୍ପିଂ କଲେ ପ୍ରଦୂଷଣର ମାତ୍ରା କମିଯିବ ବୋଲି ମତ ରଖିବା ସହିତ ଯେଉଁ ପ୍ରଶାସନ ଅଧିକାରୀ ସହିତ କମ୍ପାନୀ ମଧୁଚନ୍ଦ୍ରିକା ଘଟାଉଛନ୍ତି, ଆଗାମୀ ଦିନରେ ସେହି ପ୍ରଶାସନ ଅଧିକାରୀଙ୍କ ପରିବାର ପ୍ରଭାବିତ ହେବେ ବୋଲି ମତ ରଖିଥିଲେ। ସାମୂହିକ ସଂଘର୍ଷ ଦ୍ୱାରା ଏନ୍ଟିପିସି ଭଳିଆ ରାକ୍ଷସ ପାଲଟିଥିବା କମ୍ପାନୀକୁ ସମାଜରୁ ବଞ୍ଚାଇବାକୁ ହେଲେ ବିନା ପ୍ରଶାସନ ଅଧିକାରୀଙ୍କ ନେତା ଓ ପୁଞ୍ଜିପତିଙ୍କ ବିନା ସହଯୋଗରେ କୌଣସି କମ୍ପାନୀ ଆସ ପକାଇବାକୁ ସାହସ କରିବେ ନାହିଁ। ସୁନ୍ଦରଗଡ଼ରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।